ନାଇଁ ନ୍ୟୁ ସହି ପାରୁନାହାନ୍ତି ଜିନିଷ ଯୋଉଟା ଓଡ଼ିଶାରେ ଏତେ ଷ୍ଟୁଡ଼ିଓ ଅଛି ତୁମେ ଯାଇକି ଚେନ୍ନାଇରେ ରେକର୍ଡ଼ିଂ କରୁଛ ଓଡ଼ିଆ ଗୀତକୁ ନେଇକି ପୁଣି ପି ଶୀତଲ କେଉଁ ରାମା ଏତେ ଯେଉଁ ବାର ନାଁ ଦେଇଛନ୍ତି ବୋଧେ ତାମିଲନାଡ଼ୁ ରାଘବେନ୍ଦ୍ର ଷ୍ଟୁଡ଼ିଓ କିଭଳିଆ ତୁମେ ପ୍ରଡ୍ୟୁସର ରାଘବେନ୍ଦ୍ର ଯାଇକି ତୁମେ ସିନେମା କରୁଛ ସିନେମା କରୁନ କହିପାରିବିନି ସେ ଯେଉଁ ପ୍ରକାର ତାଙ୍କର ଶବ୍ଦ ଯେଉଁ ୟୁଜ୍ କରିଛନ୍ତି ବାଇଟ୍ ଦେଇଛନ୍ତି ବମିଙ୍କ ନାଁରେ ମୋ ଦେହ କାଲି ରାତି 2:30ରେ ମୋତେ ନିଦ ହଜିଯାଇଛି ମୁଁ ମାନେ ଗୀତ ଚେଞ୍ଜ ଲିରିକ୍ସ ଚେଞ୍ଜ ମ୍ୟୁଜିକ୍ ଡାଇରେକ୍ଟର ଚେଞ୍ଜ ପ୍ରଡ୍ୟୁସର ଚେଞ୍ଜ ସବୁ ଚେଞ୍ଜ କରିଦେଇକି ତୁ ଥୋଇ ଦେଇଛ ସବୁ ସେ ଆଜି ନାଁ ଚେଞ୍ଜ ହେଇଛି ତା ଅର୍ଥ ଆମେ ଯିଏ ପ୍ରକୃତରେ ଗାଇଛି ତା ଦିହ କ'ଣ ସମୟ ଥିବ ମୁଁ ଲେଖିଛି ଯେତେବେଳେ ମୁଁ ଗୋଟିଏ ମା ଗୀତ ଜନ୍ମ କରିଛି ଲେଖିଛି ତା ସ୍ୱର କରିଛି ଟ୍ରାକ୍ କରିଛି ଡବିଂ କରିଛି ପଇସା ଖର୍ଚ୍ଚ କରିଛି ପରିଶ୍ରମ କରିଛି ତୁମେ ଶୁଖିଲା ନାଁ ନେଇଯିବ ରାମ 14 ବର୍ଷ ବନବାସ ଗଲେ ସୀତା ତା ସାଙ୍ଗରେ ଗଲେ ସ୍ୱାମୀ ଯଦି ଚୋରି କଲା ସ୍ତ୍ରୀ ଯଦି ଭଲ ମଣିଷ ହେଇଥାନ୍ତା ବତେଇଥାନ୍ତା ଆରେ ଏଗୁଡ଼ା କ'ଣ ଆମେ ଯଦି କିଏ ପମିପା ଗାଇଛନ୍ତି ସେ ଜାଣିସାରିଲେଣି ଆମେ ଏତିକିରେ ରହିଯିବା ତୁମେ ସରେଣ୍ଡର କରିଯିବା କଥା ତୁମେ 14 ବର୍ଷ ବନବାସ ଗଲେ ତୁମେ ତା ସାଙ୍ଗରେ ସାଥି ହେଇକି ଯାଇଛ ଯେଉଁ ଇଏ କଲା ଭଳିଆ ବାଲ୍ମୀକି ମଣିଷ ମାରିଲା ଭଳିଆ ସେମିତି ବିଜୟ ବିଜୟ ଆଜି ଜଣେ ପଡ଼ିଗଲା ଆଜିଠୁ ତୁମେ ବାହାରୁ ମୁଁ ସକାଳୁ ବାଇଟ୍ ଲେଖିଲି ତା କମେଣ୍ଟସରେ ଗୀତ ସଙ୍ଗୀତ ପ୍ରଯୋଜନା ପୂର୍ଣ୍ଣଚନ୍ଦ୍ର ବେହେରା ମୋବାଇଲ ନମ୍ବର ଦେଲି ତୁମେ ଫୋନ୍ କରୁନ ମୋତେ ତୁମର ସାହସ ଅଛି ତୁମେ ଯଦି ପ୍ରଡ୍ୟୁସର ତୁମେ ମ୍ୟୁଜିକ୍ ଡାଇରେକ୍ଟର ଲେଖିଛ ଟାଇମ୍ ଦେଉନ କେଉଁଠି ଲେଖିଛ କେଉଁଠି ରେକର୍ଡ଼ିଂ କରିଛ ରାଘବେନ୍ଦ୍ର ସରକାର ମୁଁ ହ୍ୟାଣ୍ଡସ୍ ଡାକିବି ହ୍ୟାଣ୍ଡସ୍ ସମସ୍ତେ ଡାକିଦେବି ତୁମେ ଡାକନ ତୁମେ ରାଘବେନ୍ଦ୍ର ଷ୍ଟୁଡ଼ିଓରେ ଲିରିକ୍ସ କି ଲେଖିଛି କେତେବେଳେ ଡାକ ସେ ଡାକ ଗଗନନାଥକୁ ଡାକ ଏଠିକି ଆମେ ଏଇଠି ମୁଁ କଟକ ଭୁବନେଶ୍ୱରରେ 1000 ଷ୍ଟୁଡ଼ିଓ ଅଛି ଏଇଠି କାହିଁରେ କ'ଣ ମାନେ ପଇସା ନାହିଁ ତୁମେ ଚେନ୍ନାଇରେ ଯାଇକି ପୁଣି କହିଛନ୍ତି 85,000 ମୁଁ କରିଛି ମୁଁ 25,000 ଟଙ୍କାରେ ଅଡ଼ିଓ କରିଛି ସେତେବେଳେ ପମିଆକୁ ଦେଇଥିଲି 1000 ଟଙ୍କା ଅଭିଜିତ ମଜୁମଦାର ଦେଇଛି 1500 ଟଙ୍କା ଏତିକି ଟଙ୍କାରେ ମୁଁ କରିଥିଲି 2010 ମସିହାରେ ତୁମେ କେତେ 85,000 ଟଙ୍କା ଖର୍ଚ୍ଚ କରିଦେଇଛ ଯାଇକି ଚେନ୍ନାଇରେ ନାଇଁ ଯୁଗ ନାହିଁ ତାଙ୍କର ବହୁତ ଯୁଗ ଅଛି ସିଏ ଯେଉଁ ତାଙ୍କ ମାନେ ହଲ ହଲ ହେଉଛନ୍ତି କଥା କହିଲା ବେଳକୁ ତା ବଡ଼ି ଥରୁଛି କଥା ତଣ୍ଟି ଥରୁଛି କ୍ୟାନ୍ସର ହେଇଗଲା କି କ'ଣ ହେଲେ ସେ ବୁଝିଥିବେ ଖରାପ ହେଇଯାଇଛି ହବ ଏବେ ତାଙ୍କର ବଡି ଖରାପ ହବ ତଣ୍ଟି ହେଇଥିଲା ଆଉ ମୁଣ୍ଡ ହେଇଥିଲା ଏବେ ତାଙ୍କ ବ୍ରେନ୍ କାମ କରେନି ସେ ହିରୋ ବାଲାଙ୍କୁ ଯିବେ ଦେଖେଇବେ ଅପରେସନ୍ କରିବେ ସିଏ ବର୍ତ୍ତମାନ ହଁ ମୋର ଗୋଟେ ଗୀତ ମାରିଦେଲୁ ତୁ ଆଖିରେ ଠାର ତା ଟାଇଟଲ ସାଙ୍ଗେ ଥିଲା ଏ ଛୋରା ହାଇ ରେ ଛୋରା ମାରିଦେଲୁ ତୁ ଆଖିଠାର କିନ୍ତୁ ସେ ପ୍ରଥମ ପଦର ନ ପକେଇକି ମାରିଦେଲୁ ଆଖିରେ ଠାର ପକେଇ ଯାହାକି ମୁଁ ନ ଜାଣିପାରିବି କିନ୍ତୁ ଭଗବାନ ମାନେ ପ୍ରକୃତରେ ଅଛନ୍ତି ଈଶ୍ୱର ଯାହା କହନ୍ତି ପ୍ରାଣୀର ମଙ୍ଗଳ ପାଇଁ ପମିଅପା ଯଥାର୍ଥ ଭାବେ ତାଙ୍କୁ ଯେଉଁ ସମ୍ମାନ ଯେଉଁ ପ୍ରକାର ତାକୁ ମାନେ ଷ୍ଟ୍ରକ୍ଚର କରିଛନ୍ତି ସିଏ ତାଙ୍କୁ ସମ୍ମାନ ଆଜି ପାଇଛନ୍ତି ଆଉ ଆମେ 2 ଜଣ ଆସିକି ଏଠି ଆଜି ଥାନାରେ ଏଫଆଇଆର ଦେଇ ତାଙ୍କ ନାଁରେ ଏଫଆଇଆର ଦେଲୁ ଆଉ ଯଥାର୍ଥ ଭାବେ ତାଙ୍କୁ ନ୍ୟାୟ ମିଳୁଛି ବର୍ତ୍ତମାନ ସିଏ ନିଶ୍ଚିତ ଭାବେ ଗୋଟିଏ ଗୀତ ମୋର ବୋଧେ ଗୋଟିଏ ଗୀତ ଡିଲିଟ୍ କରିସାରିଲେ ମୁଁ ସେ ଗୀତ ପାଉନି ରାତିରେ ହଁ ପ୍ରୁଫ୍ ଦେଖେଇଦେବି ସାଙ୍ଗେ ସାଙ୍ଗେ ସ୍କ୍ରିନଶଟ୍ ଅଛି ଆଉ ହଁ ମୋ ମୋବାଇଲଟା ଥିଲା ସ୍କ୍ରିନଶଟ୍